କହିଲେ ସାଧୁ ସଙ୍ଗ ହଉଛି ଶାନ୍ତିର କାରଣ, ସହଜ ସୂତ୍ରେ ମିଳନ୍ତି ନିଜ ନାରାୟଣ। କହିଲେ ସାଧୁ ସଙ୍ଗ କଲେ, ସତସଙ୍ଗ କଲେ ଶାନ୍ତି ମିଳେ, ବିବେକ ଆସେ। କହିଲେ ସତସଙ୍ଗ କଲେ ବିବେକ ଆସେ, ବିବେକ ହୁଏ। ସାଧୁ ସଙ୍ଗ କଲେ ଶାନ୍ତି ମିଳେ। ଏ ସଜନ ବୃନ୍ଦ, ଗଙ୍ଗା ନଦୀ ପାଖରେ ଯୋଉମାନେ ଗଙ୍ଗା ନଦୀ କୂଳରେ ଘର କରିଛନ୍ତି, କିନ୍ତୁ ଗଙ୍ଗାର ମୂଲ୍ୟ ସେ ବୁଝିପାରନ୍ତି ନାହିଁ, ଗଙ୍ଗା ନଦୀର ମୂଲ୍ୟ ବୁଝିପାରନ୍ତି ନାହିଁ। ଆମେ ମାନେ 100 କିଲୋମିଟର, 200 କିଲୋମିଟର, 500 କିଲୋମିଟର, 1000 କିଲୋମିଟର ଆମେ ଯାଆନ୍ତି। ଆମେ କଣ କରୁଥିଲେ, ଗଙ୍ଗା ନଦୀରେ ସେ ପଚା ପାଣି ହଉ ଯାହା ମଧ୍ୟ ପଡିଥାଉ, ସେଠି ଶବ ମଧ୍ୟ ପଡିଥାଉ, ଅପରିଷ୍କାର ହେଇଥାଉ, ଆମେ କଣ କରୁଛୁ, ପାଣି କଣ ପାଇଁ ଆଣନ୍ତି ନା ଆକୁ ନେଲେ ଆମେ ଘର ଯେତେବେଳେ କାର୍ଯ୍ୟ ଲାଗିବ, ଭଗବାନଙ୍କ କାର୍ଯ୍ୟରେ ଆମେ ଟିକେ ଲଗେଇବା, ନିଜକୁ ଶୌଚ କରିବା, ପବିତ୍ର ଟିକେ କରିବା। କିନ୍ତୁ ସେଇଠିକା ଲୋକମାନେ କଣ କରନ୍ତି, କହନ୍ତି ନା ଘର ପାଖ ଲୋକ ବସ୍ ଫେଲ୍, କଥାରେ କହନ୍ତି ଯେମିତି ସେଇପରି ଭାବରେ ସେମାନେ ହେୟ ଜ୍ଞାନ କରନ୍ତି। ହଁ ଗଙ୍ଗା ନଦୀ ତ ତାଙ୍କ ପାଇଁ କଣ, ହେ ଏ ପଚା ପାଣି ଆକୁ ନେଉଛନ୍ତି, ଆମ ପାଇଁ ମହାନ। ସେଇପରି ପାଖରେ ଥାଇ ମଧ୍ୟ ସତସଙ୍ଗ କରିପାରିବେ ନାହିଁ। ଲୋକଙ୍କୁ ଯଦି ଆପଣ କହିବେ ଭାଇ ସତସଙ୍ଗ କଲେ କଣ ଲାଭ, ନା ସତସଙ୍ଗ କଣ ଲାଭ, ମୋ ଘର ପାଖରେ ସତସଙ୍ଗ ହଉଛି। ଆଉ ଭାଇ ଘର ପାଖରେ ସତସଙ୍ଗ ହଉଛି ଯେ, କିନ୍ତୁ ଆମେ ସତସଙ୍ଗୀ ହେଇପାରୁନାହୁଁ। କାହିଁକି ନା ତା କୃପା ହେଲେ ଆମ ଘର ପାଖରେ ସତସଙ୍ଗ ହଉଛି, ଆମେ ଦେଖୁଛେ, ଆମେ ତ ସତସଙ୍ଗ ହେଇପାରୁଛୁ। ସୁଧିଦେଲେ ଆମେ ହେଇପାରୁନା। କାହିଁକି ନା ଗଙ୍ଗା ନଦୀ ପାଖରେ ଆମ ପାଇଁ ହେଇଯାଉଛି କଣ, ହଁ ଗଙ୍ଗା ନଦୀ ତ ପାଖରେ ତ ଯେତେବେଳେ ଆବଶ୍ୟକ ହୁଏ କରିବା ନାଇଁ, ସତସଙ୍ଗୀ ହେବା ପାଇଁ ପଡେ। ସେ ଗଙ୍ଗା ନଦୀ ପାଇବା ପାଇଁ ପଡିବ, ଯଦି ନ ପାଇ ତାହେଲେ ପାଇପାରିବା ନାହିଁ। ଯାହାକୁ ଠାକୁର ମୋର ପ୍ରାଧାନ୍ୟ ଦେଇଛନ୍ତି।